କନ୍ଧମାଳ ନାମକ ରାଜ୍ୟରେ ନରସିଂହ ଦେବ ନାମକ ଗୋଟିଏ ରାଜା ରହୁଥିଲେ। ତାଙ୍କ ରାଜ୍ୟରେ ସମସ୍ତେ ଖୁସିରେ ଥିଲେ। ସମସ୍ତେ ବହୁତ କର୍ମୀ। ସେହି ନଗରରେ ଗୋଟିଏ ପଣ୍ଡିତ ମଧ୍ୟ ରହୁଥିଲା। ତା ବୁଦ୍ଧିମାନି ଏବଂ ଚତୁରତା ପାଇଁ ବହୁତ ପ୍ରସିଦ୍ଧ ଥିଲା। ରାଜା ସେହି ପଣ୍ଡିତକୁ ନିଜ ପାଖରେ ଆସିବାକୁ ଆଦେଶ ଦେଲେ। ପଣ୍ଡିତ ରାଜା ପାଖକୁ ଗଲା। ରାଜା ପାଖରେ ବସିକି ପଣ୍ଡିତ ନିଜର ଜ୍ଞାନର ପରିଚୟ ଦେଲା। ରାଜା ମଧ୍ୟ ସେହି ପଣ୍ଡିତକୁ ବହୁତ ପ୍ରଶ୍ନ ପଚାରିଲେ। ତର୍କ ବିତର୍କ କଲେ, ବହୁତ ଧର୍ମ ମଧ୍ୟ କଥା କହିଲେ। ରାଜା କହିଲେ, ଆପଣଙ୍କ ଘରରେ ଆପଣଙ୍କ ସହିତ ଆଉ କିଏ ରୁହନ୍ତି? ପଣ୍ଡିତ କହିଲେ, 7 ବର୍ଷ ତଳେ ମୋ ପତ୍ନୀର ମୃତ୍ୟୁ ହୋଇଯାଇଥିଲା। ଏବେ ଘରରେ ମୁଁ ଏବଂ ମୋର ପୁଅ ରହୁ। ରାଜା ପଣ୍ଡିତ ଠାରୁ ବହୁତ ଖୁସି ହେଲେ। ପଣ୍ଡିତକୁ ବହୁତ ପୁରସ୍କାର ମଧ୍ୟ ଦେଲେ। ରାଜା ବହୁତ ସୈନ୍ୟମାନେ ଅନ୍ୟ ବିଭାଗର କାମ କରୁଥିଲେ। ସେହି ସୈନ୍ୟମାନଙ୍କ ମଧ୍ୟରୁ 2-3ଟି ସୈନ୍ୟମାନେ ଏମିତି ଥିଲେ ଯେ ସମସ୍ତଙ୍କୁ ହଇରାଣ କରୁଥିଲେ। ସେହି ପଣ୍ଡିତର ପୁଅ ପାଠ ପଢ଼ିବା ପାଇଁ ଯାଉଥାଏ ପାଠଶାଳାକୁ। ସୈନ୍ୟମାନେ ପଣ୍ଡିତର ଛୁଆକୁ ଦେଖିକି କହିଲେ, ସୈନ୍ୟ କହିଲେ, ଆରେ ଦେଖ, ଜ୍ଞାନୀ ପଣ୍ଡିତର ଛୁଆ ଆସୁଅଛି। ଚାଲ ଦେଖିବା ତା ପୁଅ ତା ବାପା ପରିକା ବୁଦ୍ଧିମାନି ଅଛି ନା ନାହିଁ। ଆସ ଆସ। ସୈନ୍ୟ କହିଲେ, ରୁହ ପୁଅ, ଏମିତି କ'ଣ ଜଲ୍ଦି ଅଛି? ପଣ୍ଡିତର ଛୁଆ କହିଲା, ଆରେ ମୋ ରାସ୍ତାରୁ ଯାଅ, ମୋତେ ଯିବାକୁ ଦିଅ। ପାଠଶାଳା ଯିବା ପାଇଁ ଡେରି ହେଉଅଛି। ସୈନ୍ୟମାନେ କହିଲେ, ଯିବାକୁ ଦେବୁ। ତୁମେ ଯିବ ନିଜର ପାଠଶାଳାକୁ, କିନ୍ତୁ ଆମର କିଛି ପ୍ରଶ୍ନର ଉତ୍ତର ଦିଅ ଏବଂ ଚାଲିଯିବ। ପୁଅ କହିଲା, ଠିକ୍ ଅଛି, ପଚାର, କ'ଣ ପଚାରିବ? ସୈନ୍ୟମାନେ କହିଲେ, ଏଇଆ ଦେଖ, ଆମ ହାତରେ ସୁନାର ଟଙ୍କା ଅଛି ଓ ଅନ୍ୟ ଏକ ହାତରେ ରୂପାର ଟଙ୍କା ଅଛି। ସୁନା ଏବଂ ରୂପା ମଧ୍ୟରେ ସବୁଠାରୁ ମୂଲ୍ୟବାନ ଧାତୁ କୋଉଟା ଅଟେ ଓ ସେହି ଟଙ୍କା ତୁମର ହୋଇଯିବ? ପୁଅ କହିଲା, ରୂପା ବହୁତ ମୂଲ୍ୟବାନ ଧାତୁ। ମାନେ ହସିବାକୁ ଲାଗିଲେ। ସୈନ୍ୟମାନେ ଏ ସମସ୍ତ ଘଟଣା ରାଜାକୁ ଯାଇକି ଜଣାଇଲେ। ରାଜା କହିଲେ, ତୁମେ ସେହି ପଣ୍ଡିତର ଛୁଆକୁ ବାରମ୍ବାର ପଚାର ସେଇ ଗୋଟେ ପ୍ରଶ୍ନକୁ, ଏଇଆ କି ସୁନା ଏବଂ ରୂପା ମଧ୍ୟରେ କେଉଁ ଧାତୁଟି ମୂଲ୍ୟବାନ? ସୈନ୍ୟମାନେ ପ୍ରତିଦିନ ସେହି ପଣ୍ଡିତର ଛୁଆକୁ ବାରମ୍ବାର ସେ କଥା ପଚାରନ୍ତି, ଏହା କି ସୁନା ଏବଂ ରୂପା ମଧ୍ୟରେ ବହୁତ ମୂଲ୍ୟବାନ ଧାତୁ କେଉଁଟା ଅଟେ? ପଣ୍ଡିତର ପୁଅ ପ୍ରତିଦିନ ରୂପା ମୂଲ୍ୟବାନ ଧାତୁ ଅଟେ ବୋଲି କହେ ଏବଂ ରୂପାର ଟଙ୍କା ନେଇ ଯାଉଥିଲା। କେତେ ମାସ ହେଇଗଲା, ରାଜା ରହିପାରିଲେ ନାହିଁ। ସେ ପଣ୍ଡିତକୁ ପୁଣି ଥରେ ଡାକିଲେ। ସେ ସବୁ କଥା କହିଲେ। ପଣ୍ଡିତ ମଧ୍ୟ ସମସ୍ତ କଥା ଶୁଣିକି ଆଶ୍ଚର୍ଯ୍ୟ ହେଇଗଲା। ସେ ରାଜା ଠାରୁ ଅନୁମତି ନେଇକି ଘରକୁ ଫେରିଗଲା। ପଣ୍ଡିତର ଛୁଆ ପଢ଼ୁଥିଲା। ପଣ୍ଡିତ ପଚାରିଲା, ପୁଅ, ମୁଁ ତୁମକୁ କହେ ସୁନା ଏବଂ ରୂପା ମଧ୍ୟରେ କେଉଁ ଧାତୁଟା ଅଧିକ ମୂଲ୍ୟବାନ ଅଟେ, ତାହେଲେ ତୁମେ କ'ଣ କହିବ? ପୁଅ କହିଲା, ବାପା, ସୁନା ଅଧିକ ମୂଲ୍ୟବାନ ଧାତୁ ଅଟେ। ଏହା ଶୁଣିକି ପଣ୍ଡିତ କହିଲା, ତ ପୁଅ, ରାଜାର ସୈନ୍ୟମାନେ ତୁମକୁ କେତେ ଥର ପଚାରିଲେ, ତେବେ ତୁମେ ତାଙ୍କୁ ରୂପା ମୂଲ୍ୟବାନ କ'ଣ ପାଇଁ କହିଲ? ପୁଅ କହିଲା, ହଁ ବାପା, ସେହି ସୈନ୍ୟମାନେ ମୋତେ ପ୍ରତିଦିନ ହଇରାଣ କରୁଥିଲେ ଓ ଗୋଟିଏ ପ୍ରଶ୍ନ ମୋତେ ବାରମ୍ବାର ପଚାରୁଥିଲେ। ମୁଁ ରୂପାକୁ ମୂଲ୍ୟବାନ ବୋଲି କହୁଥିଲି, ଯାହାଫଳରେ ସେମାନେ ମୋତେ ରୂପାର ପଇସା ଦେଇ ଦେଉଥିଲେ। ଯଦି ମୁଁ ତାଙ୍କୁ ସୁନାର ପଇସା ମୂଲ୍ୟବାନ ଅଧିକ କହିଲେ, ସେମାନେ ଆଉ ଥରକେ ସୁନାର ଟଙ୍କା ଦେଇନଥାନ୍ତି। ସେ ସେଇ ଟଙ୍କା ପାଖରେ ନେଇଗଲା, ଯାହା ସେ ନିଜର ବୁଦ୍ଧି ବଳରେ ଜମା କରିଥିଲା। ରାଜା ପାଖରେ ଗଲା ଏବଂ ସବୁ କଥା କହିଲା। ରାଜା ବହୁତ ଖୁସି ହେଲେ। ସେ କହିଲେ, ମୋ ପୁଅ ତା ବୁଦ୍ଧି ବଳରେ ବହୁତ ସାରା ରୂପାର ଟଙ୍କା ରଖିଅଛି, ଯାହାର ମୂଲ୍ୟ ଗୋଟିଏ ସୁନାର ମୂଲ୍ୟ ଠାରୁ ଅଧିକ। ରାଜା ପଣ୍ଡିତର ପୁଅକୁ ଏହି କଥା ଶୁଣିକି ବହୁତ ଖୁସି ହେଲେ ଏବଂ ତାକୁ ନିଜର ରାଜ୍ୟର ଗୋଟିଏ ମନ୍ତ୍ରୀ ବନେଇବା ପାଇଁ ପ୍ରଣୟ ନେଲେ।